ସରକାରୀ କର୍ମଚାରୀ ନେଲେ ଏହି ବଡ଼ ପଦକ୍ଷେପ। ଲାଗୁ ହେବ ପୁରୁଣା ପେନ୍ସନ୍ ଯୋଜନା। ଉପକୃତ ହେବେ ପେନ୍ସନ୍ଭୋଗୀଙ୍କ ସହ କର୍ମଚାରୀ। ଆସିଲା ନୂଆ ଅପଡେଟ୍, ଚାଲନ୍ତୁ ଜାଣିବା। ଫେରିବ କି ପୁରୁଣା ପେନ୍ସନ୍ ସ୍କିମ୍? ଆଉ ଯଦି ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ ହୁଏ ତେବେ କେଉଁମାନଙ୍କ ପେନ୍ସନ୍ କେତେ ପ୍ରତିଶତ ବୃଦ୍ଧି ପାଇବ? ଆସନ୍ତୁ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଫେରିବ କି ପୁରୁଣା ପେନ୍ସନ୍ ସ୍କିମ୍? ଲାଭବାନ ହେବେ ଲକ୍ଷ ଲକ୍ଷ ପେନ୍ସନ୍ଭୋଗୀ। ଏନେଇ ଆଜି ଦିଲ୍ଲୀରେ ଓଡ଼ିଶା ସମେତ ସବୁ ରାଜ୍ୟ ଏନ୍ପିସି ନ୍ୟାସନାଲ ପେନ୍ସନ୍ ସ୍କିମ୍କୁ ବିରୋଧ କରି କର୍ମଚାରୀମାନେ ମହା ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଷ୍ଟମ ବେତନ କମିଶନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି, ଯାହାଦ୍ୱାରା ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ସହ ପେନ୍ସନ୍ଭୋଗୀ ମଧ୍ୟ ଉପକୃତ ହେବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ପେନ୍ସନ୍ଭୋଗୀମାନେ କେନ୍ଦ୍ର ସରକାରଙ୍କ ନିକଟରେ ଆଉ ଏକ ଦାବି ରଖିଛନ୍ତି। ପୁରୁଣା ପେନ୍ସନ୍ ସ୍କିମ୍କୁ ଲାଗୁ କରିବା ପାଇଁ କହୁଛନ୍ତି। ଯଦି ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ ହୁଏ ତେବେ କେଉଁମାନଙ୍କ ପେନ୍ସନ୍ କେତେ ପ୍ରତିଶତ ବୃଦ୍ଧି ପାଇବ? ଆସନ୍ତୁ ଜାଣିବା। ଯଦି ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ ହୁଏ ତେବେ ଦେଶର ପ୍ରାୟ 2.6 ନିୟୁତ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ। ଏନେଇ ନ୍ୟାସନାଲ କାଉନସିଲ୍ ଅଫ୍ ଜଏଣ୍ଟ କନଜୁଲଟେଟିଭ୍ ନ୍ୟାସନାଲ ସରକାରଙ୍କ ଚିଠି ଲେଖି ଜଣାଇଛି ଯେ 2004 ପରେ ନିଯୁକ୍ତ ଏବଂ ନ୍ୟାସନାଲ ପେନ୍ସନ୍ ସିଷ୍ଟମରେ 2.6 ନିୟୁତ ପଞ୍ଜୀକୃତ ହୋଇଥିବା କର୍ମଚାରୀମାନଙ୍କ ଲାଗି ପୁରୁଣା ପେନ୍ସନ୍ ସ୍କିମ୍କୁ ପୁନଃ ଗଠନ କରାଯାଉ, କାରଣ ଏହା କର୍ମଚାରୀଙ୍କ ସୁରକ୍ଷା ସହିତ ଅତ୍ୟନ୍ତ ଜଡ଼ିତ। ପୁରୁଣା ପେନ୍ସନ୍ ସ୍କିମ୍ରେ କର୍ମଚାରୀମାନେ ଅବସର ପରେ 50% ପେନ୍ସନ୍ ପାଇଥାନ୍ତି। ଏଥିରେ ପ୍ରତି 6 ମାସରେ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇଥାଏ। ଏଥିରେ ସରକାରଙ୍କ ପାଣ୍ଠିରୁ କର୍ମଚାରୀଙ୍କୁ ପେନ୍ସନ୍ ମିଳୁଥିବା ବେଳେ ସେମାନଙ୍କ ଦରମାରୁ ଟଙ୍କାଟେ ବି କଟାଯାଏନି ଏବଂ ପେନ୍ସନ୍ଭୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ପରିବାରର ଜଣେ ସଦସ୍ୟ ପେନ୍ସନ୍ ଟଙ୍କା ପାଇଥାନ୍ତି, ଯାହା ଜଣେ ପେନ୍ସନ୍ଭୋଗୀଙ୍କୁ ଆର୍ଥିକ ଭାବେ ସଚ୍ଚୋଟ କରିଥାଏ। ସୂଚନା ଅନୁସାରେ ପୁରୁଣା ପେନ୍ସନ୍ ଯୋଜନା ବ୍ରିଟିଶ ଅମଳରୁ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହା 2004 ମସିହା 1 ଜାନୁଆରୀ 1 ପର୍ଯ୍ୟନ୍ତ ଜାରି ରହିଥିଲା। ପରେ କେନ୍ଦ୍ର ସରକାର ଏହା ପରେ ନୂତନ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ସହିତ ଏହି ପୁରୁଣା ପେନ୍ସନ୍ ଯୋଜନାକୁ ବନ୍ଦ କରିଥିଲେ। ହେଲେ ନ୍ୟାସନାଲ ପେନ୍ସନ୍ ସିଷ୍ଟମରେ ପେନ୍ସନ୍ଭୋଗୀମାନେ ଯଥେଷ୍ଟ ପରିମାଣରେ ପେନ୍ସନ୍ ଓ କୌଣସି ପ୍ରକାର ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି। ଏଥିରେ ଅବସର ପରେ କମ୍ ପରିମାଣର ପେନ୍ସନ୍ ମିଳୁଛି। ଏହି କାରଣ ପାଇଁ ପୁରୁଣା ପେନ୍ସନ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ଜୋର ଧରୁଛି। ଜାତୀୟ ପେନ୍ସନ୍ ଯୋଜନା ବା ନୂଆ ପେନ୍ସନ୍ ଯୋଜନା 2004ରୁ କାର୍ଯ୍ୟକାରୀ ହୋଇଛି। ଏହି ନୂତନ ପେନ୍ସନ୍ ଯୋଜନା ଅନୁସାରେ ଜଣେ କର୍ମଚାରୀଙ୍କ ଦରମାର 10% କଟାଯାଏ ଏବଂ ସରକାରଙ୍କ ପାଣ୍ଠିରୁ 10ରୁ 14% ଅର୍ଥ ମିଶାଇ ଏହି ଅର୍ଥକୁ ଷ୍ଟକ୍ ମାର୍କେଟ ସରକାରୀ ସିକ୍ୟୁରିଟିରେ ବିନିଯୋଗ କରାଯାଏ। କର୍ମଚାରୀଙ୍କ ଅବସର ପରେ 60% ଏକକାଳୀନ ପ୍ରାପ୍ତ ହୁଏ। ପରେ ସରକାରୀ କର୍ମଚାରୀଙ୍କୁ ଏହା ପେନ୍ସନ୍ ଆକାରରେ ପ୍ରଦାନ କରାଯାଏ। କର୍ମଚାରୀ ସଂଗଠନଗୁଡ଼ିକ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ଏବେ ଅଷ୍ଟମ ବେତନ ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ କରୁଥିବା ବେଳେ ପୁରୁଣା ପେନ୍ସନ୍ ଯୋଜନାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଉଚିତ। ଏହାଦ୍ୱାରା ପେନ୍ସନ୍ଭୋଗୀମାନେ ଉପକୃତ ହେବେ ଏବଂ ଯଦି ପୁରୁଣା ପେନ୍ସନ୍ ଲାଗୁ ହୁଏ ତେବେ ପେନ୍ସନ୍ଭୋଗୀ ପାଉଥିବା ଦରମାର ଅଧା ଟଙ୍କା ସହ ବର୍ଦ୍ଧିତ ଭତ୍ତା ମଧ୍ୟ ପାଇବେ। ଏହାଦ୍ୱାରା କର୍ମଚାରୀମାନେ ମଧ୍ୟ ଲାଭବାନ ହେବେ। ତେବେ ପୁରୁଣା ପେନ୍ସନ୍ ସ୍କିମ୍ କେବେ ଲାଗୁ ହେବ ସେ ନେଇ କୌଣସି ନିଷ୍ପତ୍ତି ସରକାରଙ୍କ ତରଫରୁ ଏଯାଏଁ ନିଆଯାଇ ନାହିଁ। ସେପଟେ ଆଜି ଓଡ଼ିଶା ସମେତ ସବୁ ରାଜ୍ୟ ଏନ୍ପିସି ନ୍ୟାସନାଲ ପେନ୍ସନ୍ ସ୍କିମ୍କୁ ବିରୋଧ କରି ଗତ ବର୍ଷ ଦିଲ୍ଲୀଠାରେ ସବୁ ରାଜ୍ୟର 10 ଲକ୍ଷରୁ ଅଧିକ କର୍ମଚାରୀ ପୁରୁଣା ପେନ୍ସନ୍ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। ଏଥିସହିତ ଗତ ସାଧାରଣ ନିର୍ବାଚନରେ କର୍ମଚାରୀମାନେ ଭୋଟ୍ ଫୋର୍ ଓପିଏସ୍ ନାରା ଦେବା ସହିତ ଓପିଏସ୍ ନାହିଁ ତ ଭୋଟ୍ ନାହିଁ ବୋଲି କ୍ୟାମ୍ପେନ୍ କରିଥିଲେ, ଯାହାକି ସାଧାରଣ ନିର୍ବାଚନରେ ବହୁ ମାତ୍ରାରେ ପ୍ରଭାବ ପଡ଼ିଥିଲା। ଆଗାମୀ ବର୍ଷରେ କିଛି ରାଜ୍ୟର ନିର୍ବାଚନ ଥିବାରୁ ଗତ ଅଗଷ୍ଟ 24ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକ ନିଷ୍ପତ୍ତି ଅନୁଯାୟୀ ୟୁନିଫାଏଡ୍ ପେନ୍ସନ୍ ସ୍କିମ୍
लागू करा जाइथिबा बेले एहाकू विरोध और पुनः समीक्षा करने निमंते आज दिल्ली रे समस्त राज्यर कर्मचारी माने महा आंदोलन करुछंती। एथिरे NMOPS ओडिशा राज्य सभापति विजय मल्ल नेतृत्व शताधिक कर्मचारी दिल्ली गस्त करिसेंती। आशा करछि आपण मानकू आजिर एही भिडियोटी निश्चित भाव में भल लागिथिबो आउ आपण माने एही नुआ अपडेट विषय रे भिडियो देखि सब किछि बुझी जाइथिबे। जदि आपण मानकू एही भिडियोटी भल लागिथाय दया करी एही भिडियो को बहुत मात्रा लाइक शेयर और कमेंट करंतु। आ जे माने ए पर्यंत आम चैनल को सब्सक्राइब करनांती आपण मानकू अनुरोध आपण माने एबे ही आम चैनल को सब्सक्राइब करदंतु। आज पई एतिकी फोन देखा हबो आउ एको वीडियो रे सेते पर्यंत मु दीपू आपण मान ठारू विदाय नउची रहुची। धन्यवाद।